OSU BOD 10 4th सेम ଶିକ୍ଷାବର୍ଷ 2023-24 ଦତ୍ତକର୍ମ 1 ବିଭାଗ କ ନମ୍ବର 1 ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନାବଳୀ କ ମହିଷାସୁରର ପ୍ରସଙ୍ଗ କେଉଁ ଗ୍ରନ୍ଥରେ ବର୍ଣ୍ଣିତ? ମହିଷାସୁରର ପ୍ରସଙ୍ଗ ଚଣ୍ଡୀପୁରାଣ ଗ୍ରନ୍ଥରେ ବର୍ଣ୍ଣିତ। ଅଶ୍ଳେଷ ଦୈତ୍ୟ କିଏ? ଜମ୍ବୁଦୈତ୍ୟ ବଂଶର ଏକ ପରାକ୍ରମୀ ଅସୁର ଶ୍ରବଣାର ପୁତ୍ର ହେଉଛି ଅଶ୍ଳେଷ। ଏହି ଦୈତ୍ୟ ମଧ୍ୟ ଅତ୍ୟାଚାରୀ ଥିଲା। ଲକ୍ଷ୍ମଣ କୁମାର କିଏ? ଲକ୍ଷ୍ମଣ କୁମାର ହେଉଛନ୍ତି ଦୁର୍ଯ୍ୟୋଧନଙ୍କର ପୁତ୍ର। ପଞ୍ଚସଖା ସାହିତ୍ୟକୁ ଆଉ କେଉଁ କେଉଁ ନାମରେ ନାମିତ କରାଯାଇଥାଏ? ପଞ୍ଚସଖା ସାହିତ୍ୟକୁ ଆଉ ସନ୍ଥ ସାହିତ୍ୟ ବା ଧର୍ମ ସାହିତ୍ୟ ନାମରେ ନାମିତ କରାଯାଇଥାଏ। ଜଗନ୍ନାଥ ଦାସଙ୍କୁ କିଏ ଅତି ବଡ଼ି ଉପାଧିରେ ଭୂଷିତ କରିଥିଲେ? ଜଗନ୍ନାଥ ଦାସଙ୍କୁ ଶ୍ରୀ ଚୈତନ୍ୟ ଅତି ବଡ଼ି ଉପାଧିରେ ଭୂଷିତ କରିଥିଲେ। କେଉଁ ରାଜାଙ୍କୁ ଅବଧୂତ ନିଜ ଗୁରୁମାନଙ୍କ ସମ୍ପର୍କରେ କହିଛନ୍ତି? ଯଦୁ ରାଜାଙ୍କୁ ଅବଧୂତ ନିଜ ଗୁରୁମାନଙ୍କର ସମ୍ପର୍କରେ କହିଛନ୍ତି। ଦୀନକୃଷ୍ଣଙ୍କର ରଚିତ ଦୁଇଟି କାବ୍ୟ ଗ୍ରନ୍ଥର ନାମ ଲେଖ। ଦୀନକୃଷ୍ଣଙ୍କ ରଚିତ ଦୁଇଟି କାବ୍ୟ ଗ୍ରନ୍ଥର ନାମ ହେଲା ରସକଲ୍ଲୋଳ ଓ ଭୂତକେଳି। କାହାକୁ କୁମ୍ଭକଟକ କୁହାଯାଏ? ଶଙ୍ଖକ୍ଷେତ୍ର ପୁରୀକୁ କୁମ୍ଭକଟକ କୁହାଯାଏ। ଅମର୍ଷି କେଉଁମାନଙ୍କୁ ଧିକ୍କାର କରିଛନ୍ତି? ଅମର୍ଷି ଯୁଦ୍ଧକ୍ଷେତ୍ରରୁ ପ୍ରାଣରଙ୍କ ହୋଇ ପଳାୟନ କରିବାକୁ ଇଚ୍ଛା କରୁଥିବା ସୈନ୍ୟମାନଙ୍କୁ ଧିକ୍କାର କରିଛନ୍ତି। କବି ଗୋପବନ୍ଧୁଙ୍କୁ କିଏ କେବେ କେଉଁଥିରେ ଉତ୍କଳମଣି ନାମରେ ବିଭୂଷିତ କରିଥିଲେ? କବି ଗୋପବନ୍ଧୁଙ୍କୁ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ 1924 ଜୁନ 24 ତାରିଖରେ କଟକରେ ଉତ୍କଳମଣି ନାମରେ ବିଭୂଷିତ କରିଥିଲେ।